ମାନେ ଷ୍ଟେଟ୍ ୱେୟାରହାଉସ୍ କର୍ପୋରେସନ ତରଫରୁ ତମର ବର୍ତ୍ତମାନ ସମୟରେ ଭେକେନ୍ସି ଆରମ୍ଭ ହେଇଯାଇଛି, ମାନେ ଆବେଦନ ତୁମର ଆରମ୍ଭ ହେଇଯାଇଛି। ନୋଟିସ୍ ଦେଖିଦିଅ, ତମର ଏଟା ଆସିଥିଲା କେବେ? 13 ମେ 2026 ତମର ଆସିଛି। କୋଉ କୋଉ ପୋଷ୍ଟ ପାଇଁ ଆସିଛି, କୋଉମାନେ ଏଥିରେ ଆବେଦନ କରିପାରିବେ, ମୁଁ ସବୁ ଷ୍ଟେପ୍ ବାଇ ଷ୍ଟେପ୍ ତୁମକୁ କହିବି। କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ମୁଁ ତୁମକୁ ଦେବା ପାଇଁ ଚାହୁଁଛି। ପିଲାମାନେ ତୁମେ ଜାଣିଛ ଆଉ ଅଳ୍ପ ଦିନ ଭିତରେ ତମର ପିଓ ଏବଂ ଅନ୍ୟାନ୍ୟ ଭେକେନ୍ସି ଆସୁଛି, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ। ତା ପାଇଁ ଆମର ଆସନ୍ତା 15 ତାରିଖ ପାଖରୁ ନୂଆ ବେଚ୍ ପିଲାମାନେ ଷ୍ଟାର୍ଟ ହବା ପାଇଁ ଯାଉଛି। ତୁମର ହଉଛି ପିଓ, ତା ସହିତ ତୁମର ହଉଛି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଓ ତୁମର ହଉଛି ହାଇସ୍କୁଲ ନନ୍ ଟିଚିଂ ଷ୍ଟାଫ। ଏବଂ ଏଇ ସବୁ ଦେଖ, ତୁମର ଯେତିକି ତୁମର ବେଚ୍ ରହୁଛି, ତୁମର ହଉଛି ଓଡ଼ିଶା ଯୋଉ ନନ୍ ଟିଚିଂ ଷ୍ଟାଫ, ତା ସହିତ ତୁମର ହଉଛି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ରେଲୱେ ଏଏଲପି, ଏସ୍ଓ, ଏଇଭଳି ବହୁତ ସାରା ବେଚ୍ ଆମର ଆସନ୍ତା ସୋମବାର ପାଖରୁ ଆରମ୍ଭ ହବା ପାଇଁ ଯାଉଛି। ତେଣୁ ଯଦି ତମେ ମାନେ ପ୍ରିପାରେସନ କରିବା ପାଇଁ ଚାହୁଁଛ, ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି, ଆଉ ଟିକେ ବି ଲେଟ୍ କରନି, ଏବେ ହିଁ ଏଇ ବେଚ୍ ଗୁଡ଼ିକରେ ଏନରୋଲ କରିଦିଅ ଯଦି ତୁମେ ଏଥର ସିନସିୟର ଅଛ ଚାକିରି କରିବା ପାଇଁ। ତ ଦେଖ, ଏଠି ଯୋଉ ତମର ଭେକେନ୍ସି ଗୁଡ଼ିକ ଆସିଛି, କୋଉ କୋଉ ପୋଷ୍ଟ ପାଇଁ ଦେଖ ଆସିଛି। ପ୍ରଥମ କଥା ହେଲା 15 ତାରିଖ, ମାନେ ଆଜି ପାଖରୁ ଏହାର ଆବେଦନ ଷ୍ଟାର୍ଟ ହଉଛି। 14 ଜୁନ ପର୍ଯ୍ୟନ୍ତ ତମର ଆବେଦନ ଚାଲିବ। ଏଗୁଡିକ ତମର ହଉଛି ସବୁ ଗ୍ରୁପ ସି ଏବଂ ଗ୍ରୁପ ଡି ଜବ୍ ରହୁଛି। ତ କୋଉ କୋଉ ପୋଷ୍ଟ ପାଇଁ ଆସିଛି, ଗୋଟେ ହେଲା ତମର ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ, ଯୋଉଟା ତମର ଗ୍ରୁପ ସି, ଦରମା ଆର 5,200 ରୁ 20,200 ରହୁଛି। ଏବଂ ଦ୍ୱିତୀୟଟା ତମର ହେଲା ୱେୟାର ହାଉସ୍ ଆସିଷ୍ଟାଣ୍ଟ, ଯୋଉଟା ତମର ହଉଛି ଗ୍ରୁପ ଡି ଭେକେନ୍ସି ତମର ଏଠି ରହୁଛି। ତାପରେ ଦେଖ, ଏଠି ତମର ପେ ସ୍କେଲ ତ ପିଲାମାନେ ରହିଲା ଯେ କେତେ କଣ ରହିବ, ଏବଂ ତୁମର ଏଜ୍ ଏଠି କଣ ରହିବ ନା, ଯଦି ତୁମ ବୟସ 21 ବର୍ଷରୁ 42 ବର୍ଷ ଭିତରେ ରହୁଛି, ତୁମେ ମାନେ ଏଠି ଆବେଦନ କରିପାରିବ। ସବୁ କିଛି ପିଲାମାନେ ଏଠି ଲେଖା ଯାଇଛି, ତୁମେ ଯଦି ପଢିବା ପାଇଁ ଚାହିଁବ, ମୁଁ ଏହାର ଡାଇରେକ୍ଟ ମୋର ଟେଲିଗ୍ରାମ ଗ୍ରୁପରେ ତୁମମାନଙ୍କୁ ଦେଇଦେବି। ଦେଖ, 21 ବର୍ଷରୁ 42 ବର୍ଷ ପର୍ଯ୍ୟନ୍ତ ତୁମମାନଙ୍କର ଏଠି ରହୁଛି। ତା ସହିତ ଏସଟି ଏସସି ପିଲାମାନଙ୍କ ପାଇଁ ଏବଂ ଏସସି ବିସି ପିଲାଙ୍କ ପାଇଁ ଏଜ୍ ରିଲାକ୍ସେସନ ମଧ୍ୟ ଏଠି ତମର ଅଛି। ଏଜୁକେଶନାଲ କ୍ୱାଲିଫିକେସନ କଣ? ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ପାଇଁ ତମେ ମାନେ ଏମବିଏ କରିଥିବା ଦରକାର, କିମ୍ବା ତା ସହିତ ତୁମେ ଯଦି ডিগ্রি କରିଛ କୋଉଠି ନା ତମର ଏଗ୍ରିକଲଚରାଲ ସାଇନ୍ସରେ, ବଟାନିରେ, କିମ୍ବା ଜୁଲୋଜିରେ, କିମ୍ବା କେମିଷ୍ଟ୍ରିରେ, ଏବଂ ତମର ମିନିମମ୍ 60% ମାର୍କ ଏଠି ଅଛି, ତାହେଲେ ତମେ ମାନେ ଏଠି ଆପ୍ଲାଏ କରିପାରିବ। ୱେୟାର ହାଉସ୍ ଆସିଷ୍ଟାଣ୍ଟ ପାଇଁ ତୁମ ପାଖରେ ଗ୍ରାଜୁଏସନ ସାର୍ଟିଫିକେଟ ଥିବା ଦରକାର, ଏବଂ ତା ସହିତ ତୁମେ ମାନେ କମ୍ପ୍ୟୁଟର ସାର୍ଟିଫିକେଟ ମଧ୍ୟ ଥିବା ଦରକାର, ତୁମେ ମାନେ ଏଠି ଆବେଦନ କରିପାରିବ। ଯେବା ଏକ୍ସାମିନେସନ ଫି ପିଲାମାନେ ଦେଖ, ତୁମର ଗୋଟେ ରିଫଣ୍ଡେବୁଲ ଏଠି ନୁହେଁ। ତୁମର 850 ହଉଛି କୋଉମାନଙ୍କ ପାଇଁ, ଏସସି ବିସି ଆଉ ୟୁଆର ଏକ୍ସ ସର୍ଭିସମ୍ୟାନ, ଏବଂ ଏସଟି ଏସସି ପିଡବ୍ଲ୍ୟୁଡି ପିଲାଙ୍କ ପାଇଁ 350 ଟଙ୍କା ରହୁଛି। ଏଗୁଡିକ ତୁମର ରିଫଣ୍ଡ ହବ ନାହିଁ, ହେଲା, ପୁରା କ୍ଲିୟରଲି ଏଠି ତୁମର ଲେଖା ଯାଇଛି। ଏକ୍ସାମିନେସନ ତୁମର ପିଲାମାନେ ଦେଖ ରହୁଛି ଟୋଟାଲ 200ଟା କ୍ୱେଶ୍ଚନ ଏବଂ 200 ମାର୍କ ତୁମର ରହୁଛି। 2 ଘଣ୍ଟା 30 ମିନିଟର ତୁମର ଗୋଟେ ଏକ୍ସାମ ଏଠି ହବ। ତ ଏଠି ଯୋଉ ଏକ୍ସାମ ରହୁଛି, एप्लीट्यूड तुम रोचे के 25 क्वेश्चन 25 मार्क, रीजनिंग रोचे 25 क्वेश्चन 25 मार्क, इंग्लिश रोचे 20 क्वेश्चन 20 मार्क, जीएस तुम 50 क्वेश्चन 50 मार्क, कंप्यूटर तुम रोचे 30 क्वेश्चन 30 मार्क। ता सहित तुम प्रोफेशनल नॉलेज जमी मैनेजमेंट, एग्रीकल्चर, जूलॉजी एटा तुम रही दरकार, जोटा तुम रोचे कौ जॉब पाई ना तुम असिस्टेंट सुपरिटेंडेंट पाई एई सब थिबा दरकार। सेमिति वेयर हाउस असिस्टेंट पाई तुम एटी 150 मार्क हबो एवं 150टा क्वेश्चन 2 घंटा। एटी तुमरो क्वांटिटेटिव एप्टीट्यूड, रीजनिंग, इंग्लिश, जीएस, कंप्यूटर टोटल 150टा क्वेश्चन रहउची। प्रिपरेशन जो माने करिया पई चाहुचो तमे जेकोनसी गोटे बैच हमरो नै परिबो, कारण प्राय सिलेबस सेम रहउची। तेनो आमे कहबा तमे जदी हमरो ए जो जेआरए बैच किंबा तमे जदी हमरो ए पंचायत बैच भी नै पारुछ ना, ताहाले तुमरो हबो। कारण देखो पंचायत रे तुमरो कोन सिलेबस अछि, एठी तुमरो अछि मैथ अच्छी, तो मैथ तुम्हें पाइल, ता सहित रीजनिंग अच्छी सेटा भी पाइल, इंग्लिश पाइल, कंप्यूटर पाइल, सब गुड़िक रोचे। तेणु तुम जेकोसी गोटे बैच नहीं भी पढ़ी पार, पंचायत बैच नहीं भी तुम पढ़ी पार। तो जदि तुम पंचायत बैच पूर्व भी नहीं ताले नुआ बैच नवा किसी आवश्यकता नहीं। तो एग्जाम सेंटर पिला माने तुमर कोठी कोठी देख हम भुवनेश्वर रोचे, कटक, ब्रह्मपुर, संबलपुर, यही सब जगह तुम ये एग्जामिनेशन सेंटर तुम ये रोचे। एग्जामिनेशन तुम ये जुलाई मसरे एग्जामिनेशन हबार चांस अच्छी। तापर एलिजिबिलिटी कौन, तुम ओडिया पढ़ी पार्थिबा दरकार, ओडिया लैंग्वेज जानि पार्थिबा दरकार, ता सहित तुम दुईटू माने अधिक बाहा न होइथिबा दरकार। ए सब जिनस तुमर एठी रहउची, तुम माने को पढ़ी पारिबो। सब गुडी को एठी तुमर अछि वन बाय स्टेप कोठी कोन पढ़िबो ता मध्ये तुमर एठी लिखा जाईची, काम कोन रहिबो सब किछि मु तुमको पूरा नोटिस देखाई दउची। सब किछि तुमर एठी अछि, तुम माने देखि पारिबो। तो आवेदन केमिति करिवो देखो, मु तो पिला माने स्टेप बाय स्टेप अप्लाई प्रोसेस तो वीडियो रे कहि पारिबिनी, किंतु तमे जदि स्टेप बाय स्टेप अप्लाई प्रोसेस चाहुचो तेबे कमेंट सेक्शन में लिखि दियो स्टेप बाय स्टेप अप्लाई प्रोसेस। मु आ ऊपर गोटे डेडिकेटेड वीडियो नै आसीबी, जोटी तमे माने पूरा चेक करि परिबो। किंतु ता बाद भी तमे जदि एटा को कंप्लीटली पढ़ी भी दबो ना,
ତାହେଲେ ମଧ୍ୟ କରିପାରିବ। ଅଫିସିଆଲ ସାଇଟ୍ କୋଉଟା ଏଠି ଦେଖ ତୁମର ଅଛି ତମେ ଓଏସ୍ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଯୋଉଟା ତୁମର ରହୁଛି ଅଫିସିଆଲ ସାଇଟ୍ ଏଠୁ ଆସିକି ମଧ୍ୟ ତମେ ମାନେ ଏଠି ଆବେଦନ କରିପାରିବ ହେଲା। ଏଠୁ ଆସିକି ତମେ ମାନେ କେମିତି ଆବେଦନ କରିବ ସେଠି ପୁରା କ୍ଲିୟରଲି ଲେଖା ଯାଇଛି ଯେ ତୁମେ କେମିତି କ'ଣ ଆବେଦନ କରିବ ସେଠି ତୁମେ ଦେଖିପାରିବ। ଦେଖ ତୁମର ଯୋଉ ରହିଛି କେମିତି ଆବେଦନ କରିବ ଏଠି ପୁରା କ୍ଲିୟରଲି ତାର ଡାଇରେକ୍ଟ ଲିଙ୍କ ମଧ୍ୟ ରହୁଛି ତୁମେ ମାନେ ଏଠି ଆବେଦନ କରିପାରିବ। ତ ମନେ ରଖିଥାଅ ଏଇଟା ତୁମମାନଙ୍କ ପାଇଁ ଏକ ବହୁତ ବଡ଼ ସୁଯୋଗ। ବହୁତ ଦିନ ପରେ ତୁମର ଏଇ ଭେକେନ୍ସି ଗୁଡ଼ିକ ଆସିଛି, ତେଣୁ ତମର ଯଦି ଏଥର ଇଚ୍ଛା ଅଛି ଯେ ସାର୍ ଏଇ ଚାକିରିଟି ମୁଁ କରିବି ବା ମୁଁ ପଢ଼ିବା ପାଇଁ ଚାହୁଁଛି ତୁମେମାନେ କରିପାରିବ। ତା ସହିତ ଦେଖ ତାଙ୍କର ଗୋଟେ ହେଲ୍ପଲାଇନ୍ ନମ୍ବର ମଧ୍ୟ ଦେଇଛନ୍ତି। ତମର ଯଦି କିଛି ବୁଝିବା ପାଇଁ ବି ଅଛି ଯେ ମୁଁ କିଛି ବୁଝିବା ପାଇଁ ଚାହୁଁଛି ବା ମୁଁ କିଛି ଜାଣିବା ପାଇଁ ଚାହୁଁଛି ତ ତୁମେମାନେ ତାର ହେଲ୍ପଲାଇନ୍ ନମ୍ବରରେ କଲ୍ କରିପାରିବ। ତ ଏଠି ତୁମର 14 ତାରିଖ ଲାଷ୍ଟ ଡେଟ୍ ରହୁଛି। 15 ତାରିଖ ମାନେ ଆଜି ପାଖରୁ ତୁମର ଆବେଦନ ଷ୍ଟାର୍ଟ ହେଇଯାଇଛି। ତମେ ଯଦି ଆବେଦନ କରିବ ଏଠି ତୁମର ପୁରା କମ୍ପ୍ଲିଟ୍ ଲିଷ୍ଟ ମାନେ ବହୁତ ସାରା ପିଲା ଜାଣିନାହାନ୍ତି ଯେ କେମିତି କ'ଣ ଆବେଦନ କରାଯାଏ, ସେଥିପାଇଁ ତମର ଏଠି କମ୍ପ୍ଲିଟଲି ତମର ଏଠି ଅଛି। ତୁମେମାନେ ଏଠୁ ଆସିକି ମଧ୍ୟ ଆବେଦନ କରିପାରିବ। ସବୁ କିଛି ତମର ଏଠି ରହୁଛି, ତୁମେ ଆସିକି ଦେଖିପାରିବ। ତା ଛଡ଼ା ନୋଟିସ୍ ଯେମିତି ମୁଁ କହିଲି ନୋଟିସ୍ଟି ମୁଁ ମୋ ଟେଲିଗ୍ରାମ ଗ୍ରୁପରେ ତୁମମାନଙ୍କ ପାଇଁ ଦେଇଦେବି। ତୁମେମାନେ ଆମ ଟେଲିଗ୍ରାମ ଗ୍ରୁପରୁ ଆସିକି ନୋଟିସ୍ଟିକୁ ଡାଉନଲୋଡ୍ କରିପାରିବ। ତ ଆଜି ପାଇଁ ଏତିକି। ରହିଲି, ନମସ୍କାର, ଜୟ ଜଗନ୍ନାଥ।